नमस्कार ମୁଁ ଆପଣଙ୍କ ପ୍ରିୟର ଡିପି ଏଣ୍ଟ୍ରାନ୍ସ ସିଟିଇଟି ଓଟିଇଟି ଓଏସଏସଟିଇଟି ସମସ୍ତ ଟିଚିଂ ଏଣ୍ଟ୍ରାନ୍ସ ଜେଟିସି ହଉ ଏସଏସଡି ହଉ ତାର ପାଇଁ ଓଡ଼ିଆ ଗ୍ରାମାର ଆପଣମାନଙ୍କ ପାଇଁ କି ଜୀବନରେ ଏକ ନିହାତି ଇମ୍ପୋର୍ଟାଣ୍ଟ ଜିନିଷ। ତ ଆମେ କାଳ ବିଳମ୍ବ ନ କରି ଆପଣ ପିଲାମାନଙ୍କୁ ସେୟାର କରିଦିଅନ୍ତୁ। ଆଜି ଆମେ 100ଟି ଇମ୍ପୋର୍ଟାଣ୍ଟ ଓଡ଼ିଆ ଗ୍ରାମାରର ଆଲୋଚନା କରିବା। ତ ଏକ ପ୍ରଶ୍ନ ଦେଖିବା କ'ଣ ଦେଇଛି। ସୂର୍ଯ୍ୟ ଶବ୍ଦଟିର ସଠିକ୍ ପ୍ରତି ଶବ୍ଦଟି କିଏ? ପ୍ରତି ଶବ୍ଦ ୟାଙ୍କମାନଙ୍କ ମଧ୍ୟରୁ ସୂର୍ଯ୍ୟର କ'ଣ ହେବ? ତ ଦିବାକର ହେବ। ନେକ୍ସଟ ପିଲେ କ'ଣ ଦେଇଛି। ଦୟାମୟ ଶବ୍ଦଟିରେ କେଉଁ ପ୍ରତ୍ୟୟ ବ୍ୟବହାର ହୋଇଛି? ଆମେ ୟାର ସମସ୍ତ ଥିଓରି କ୍ଲାସକୁ ସାରି ଦେଇଛେ। ଯେଉଁମାନେ ନ ଦେଖିଛ ପ୍ରଥମେ ଥିଓରି କ୍ଲାସ ଦେଖ, ତାପରେ ଏକୁ କରିବ। ଦୟାମୟ ଶବ୍ଦରେ କେଉଁ ପ୍ରତ୍ୟୟ ଯୋଗ ହେଇଛି? ଏଠାରେ ଗୋଟେ ବ୍ୟାପ୍ତ ବା ପୂର୍ଣ୍ଣ ଅର୍ଥରେ ମୟ ପ୍ରତ୍ୟୟ ହେଇଛି ବା ତଦ୍ଧିତ ପଦ ହେଇଛି। ଠିକ ଅଛି, ତ ମୟ। ନେକ୍ସଟ ପ୍ଲେ କ'ଣ ଦେଇଛି। ପଢୁଆ ଶବ୍ଦଟି କେଉଁ ପ୍ରକାର ପଦ? ପଢୁଆ, ପଢ ଯୁକ୍ତ ଉଆ, ପଢୁଆ ଧାତୁ ସହ ପ୍ରତ୍ୟୟ ମିଶିଲେ ତାକୁ କ'ଣ କହନ୍ତି? କୃଦନ୍ତ ବୋଲି କହନ୍ତି। ଧାତୁକୁ ଶପଥ କହିଥିଲି ତମକୁ ଦୁଇଟା ଲାଇନ୍ ମନେ ରଖିବା ପାଇଁ କି ତମେ ଥିଓରି କ୍ଲାସ ଯେଉଁମାନେ ଦେଖିଛନ୍ତି ସେମାନେ ଜାଣିପାରୁଥିବେ ୟାକୁ ଭଲସେ। ତ ପଢୁଆଟିର ଏଇଟା ଗୋଟେ କି ପ୍ରକାର ଶବ୍ଦ? ତ କୃଦନ୍ତ ଶବ୍ଦ ଅଟେ। ନେକ୍ସଟ ପ୍ଲେ କ'ଣ ଦେଇଛି। ସେ ଆସିବା ମାତ୍ରେ କାମଟି ଆରମ୍ଭ ହେଲା। ସେ ଆସିବା ମାତ୍ରେ କାମଟି ଆରମ୍ଭ ହେଲା। ଡିଟେଲ୍ସ ପଢ଼ିଛେ ଆମେ। ଏହି କ୍ରିୟାପଦ ଦ୍ୱାରା ବାକ୍ୟର ଅର୍ଥ ସମ୍ପୂର୍ଣ୍ଣ ହେଉନାହିଁ, ଏହା ଗୋଟେ ଅନ୍ୟ କ୍ରିୟାପଦ ଉପରେ ନିର୍ଭର କରୁଛି। ତ ଏହା ଗୋଟେ କ'ଣ? ଅସମାପିକା କ୍ରିୟାର ଉଦାହରଣ ଅଟେ। ଠିକ ଅଛି। ନେକ୍ସଟ ପ୍ଲେ କ'ଣ ଦେଇଛି 5 ନମ୍ବର। ଧିକ୍ ତୁମ ଜୀବନକୁ। ଏଠାରେ ଧିକ୍ କେଉଁ ପ୍ରତ୍ୟୟର ଏକ ପ୍ରକାର ଅବୟବ? ଧିକ୍ କହିଲେ କ'ଣ? ଘୃଣା ବା ତିରସ୍କାର ବା ଗୋଟେ ଘୃଣା ସୂଚକ ବା ଭାବନା ସୂଚକ ଅବୟବକୁ ବୁଝଉଛି। ତ ଅପସନ୍ ଡି। ନେକ୍ସଟ ପ୍ଲେ କ'ଣ ଦେଇଛି 6 ନମ୍ବର ପ୍ରଶ୍ନ। ଅପମାନ ଶବ୍ଦଟିରେ ଥିବା ଉପସର୍ଗଟି କେଉଁଟି? ଅପମାନ। ଅପ ଏକ ସଂସ୍କୃତ ଉପସର୍ଗ ଯାହା ଗୋଟେ ବିପରୀତ ବା ମନ୍ଦ ଅର୍ଥରେ ଲାଗେ ବୋଲେ ବୁଝିପାରୁଛ। ତ ଅପସନ୍ ବି। ନେକ୍ସଟ ପ୍ଲେ କ'ଣ ଦେଇଛି। ସେ ଜଣେ ମେଧାବୀ ଛାତ୍ର। ଏଠାରେ ମେଧାବୀ କେଉଁ ପ୍ରକାର ପଦ? ଗୋଟେ ବିଶେଷ୍ୟ ପଦର ଗୁଣ ବା ବିଶେଷତାକୁ ପ୍ରକାଶ କରୁଥିବାରୁ ତାହାକୁ କ'ଣ କହନ୍ତି? ବିଶ୍ଳେଷଣ ବୋଲି କହନ୍ତି। ଠିକ ଅଛି ପିଲେ, ବିଶେଷଣ ବୋଲି କୁହାଯାଏ। ତ ଏଠାରେ ମେଧାବୀ ହେଉଛି ଗୋଟେ ବିଶେଷଣ ଯୋଉଟା ଛାତ୍ରକୁ ଅଧିକ ବିଶେଷିତ କରୁଛି। ତ ଅପସନ୍ ବି। ନେକ୍ସଟ ପ୍ଲେ କ'ଣ ଦେଇଛି। ଖାଉଟି ଶବ୍ଦଟି କିପରି ସୃଷ୍ଟି? ଖାଦ ଯୁକ୍ତ ଉଟି। ଖାଉଟି, ଖାଦ ଗୋଟେ ଧାତୁ ସହିତ ଉଟି ଗୋଟେ କୃତ ପ୍ରତ୍ୟୟ ଯୋଗ ହୋଇ ଏହି ଶବ୍ଦ ଗଠନ କରିଛି। ତ ଅପସନ୍ ବି। ନେକ୍ସଟ ପ୍ଲେ କ'ଣ ଦେଇଛି। ଉନ୍ନତି ଶବ୍ଦଟିର ବିପରୀତ ଶବ୍ଦ କ'ଣ? ଉନ୍ନତି, ଅବନତି। ଠିକ ଅଛି, ଉନ୍ନତି ମାନେ ଉପରକୁ ଯିବା, ଅବନତି ମାନେ ତଳକୁ ଖସିବା। ନେକ୍ସଟ ପ୍ଲେ କ'ଣ ଦେଇଛି 10 ନମ୍ବର ପ୍ରଶ୍ନ। ଯେଉଁମାନେ ପଢ଼ନ୍ତି ସେମାନେ ଜାଣନ୍ତି। ଏଠାରେ ଯେଉଁମାନେ କି ପ୍ରକାର ସର୍ବନାମ? ଆମେ ଡିଟେଲ୍ସ ପଢ଼ିଛେ ପିଲେ ୟାକୁ। ତ ଯେମାନେ, ସେମାନେ, ଏମାନେ ସବୁ କ'ଣ? ସର୍ବନାମର କାହା ଉଦାହରଣ ଅଟେ? ଗୋଟେ ସମ୍ବନ୍ଧବାଚକ ବା ଅପେକ୍ଷିକ, ଯୋଉଠିକି ବାକ୍ୟ ଦୁଇଟି ଅଂଶ ମଧ୍ୟରେ ଯଦି ସମ୍ବନ୍ଧ ସ୍ଥାପନ ହେଉଥିବ। ତ ଅପସନ୍ ଏ। ନେକ୍ସଟ ପ୍ଲେ କ'ଣ ଦେଇଛି 11 ନମ୍ବର ପ୍ରଶ୍ନ। ଜଗନ୍ନାଥ ଶବ୍ଦଟି କେଉଁ ପ୍ରକାର ବିଶେଷ୍ୟ ପଦ? ଜଗନ୍ନାଥ ଗୋଟେ ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ଦେବତାଙ୍କ ନାମକୁ ବୁଝଉଛି। ତ ଏଇଟା ଗୋଟେ ନାମବାଚକ ଶବ୍ଦକୁ ବୁଝେଇବ। ଅପସନ୍ ଡି। ଦୁଃଖୀ ଶବ୍ଦଟି କେଉଁ ପ୍ରକାର ବିଶେଷଣ? ଦୁଃଖୀ, ଶୁଣ, ଜଣେ ବ୍ୟକ୍ତିର ମନର ଭାବନାକୁ ବା ଗୋଟେ ସ୍ୱଭାବକୁ ବୁଝଉଛି ସିଏ। ତ ଗୋଟେ ଗୁଣବାଚକ ବିଶେଷ୍ୟକୁ ବୁଝେଇବ ଏଇଟା। ଦୁଃଖୀ, ସୁଖୀ ନା ନାହିଁ? ତ ଅପସନ୍ ବି। ନେକ୍ସଟ ପ୍ଲେ କ'ଣ ଦେଇଛି 13 ନମ୍ବର ପ୍ରଶ୍ନ। ଆପଣ କେଉଁ ପ୍ରକାର ସର୍ବନାମ? ଆପଣ ଗୋଟେ କ'ଣ? ଦ୍ୱିତୀୟ ପୁରୁଷରେ ସମ୍ମାନଜନକ ଭାବେ ଏହି ସର୍ବନାମ ବ୍ୟବହାର କରାଯାଏ। ଠିକ ଅଛି, ତ ଅପସନ୍ ସି।
ଦର୍ଶନ ଶବ୍ଦଟି କେଉଁ ଧାତୁରୁ ନିଷ୍ପନ୍ନ? ଦର୍ଶନଟା ଦୃଶ୍ ଯୁକ୍ତ ଅନ ଦର୍ଶନ। ଦୃଶ୍ ଗୋଟେ ସଂସ୍କୃତର ଧାତୁ ଶବ୍ଦ ଯେଉଁଥିରେ ଅନ ପ୍ରତ୍ୟୟ ଯୋଗ ହେଇକି ଦର୍ଶନ ସୃଷ୍ଟି ହେଇଛି, ତ ଦୃଶ୍। ନେକ୍ସଟ ପ୍ଲେ କ'ଣ ଦେଇଛି? ପ୍ରତିଦିନ ଶବ୍ଦଟିରେ କେଉଁ ଉପସର୍ଗ ବ୍ୟବହୃତ ହୋଇଛି? ଆମ ଓଡ଼ିଆ ଭାଷାରେ କେତୋଟି ଉପସର୍ଗ ଅଛି, କ'ଣ କ'ଣ ଆମେ ଡିଟେଲ୍ସ ଥିଓରି କ୍ଲାସ୍ ଆଲୋଚନା କରିଛେ। 20ଟି ଉପସର୍ଗ ରହିଛି। ପ୍ର ପର ଅପସମ୍ନି ଅଧିଶୂନି ଉତ୍ପରି ପ୍ରତ୍ୟୟ ଅନୁଦୁର୍ବି ଅଧିଅପି ଉପ ଆଙ୍ଗ। ତ ଏଠି ପ୍ରତି ବ୍ୟବହୃତ ହେଇଛି। ନେକ୍ସଟ ପ୍ଲେ କ'ଣ ଦେଇଛି? ବୁଦ୍ଧିମାନ ଶବ୍ଦଟିରେ କେଉଁ ତଦ୍ଧିତ ପଦ ବ୍ୟବହାର ହେଇଛି? ବୁଦ୍ଧିମାନ ଏଠି ଗୋଟେ କ'ଣ ମତୁ ପ୍ରତ୍ୟୟ ଯୋଗ ବା ମାନ ପ୍ରତ୍ୟୟ ଯୋଗ ହେଇଛି, ସଂସ୍କୃତ ନିୟମ ଅନୁଯାୟୀ ହେଇଛି ନା ନାହିଁ? ତ ଅପସନ୍ ଏ। ନେକ୍ସଟ ପ୍ଲେ କ'ଣ ଦେଇଛି? ଜଳର ପ୍ରତି ଶବ୍ଦଟି କିଏ? ଜଳର କ'ଣ? ବାରି, ନୀର, ଅମ୍ବୁ, ଜଳଦ। ଡିଟେଲ୍ସ ପଢ଼ିଛେ ଆମେ ୟାକୁ। ନେକ୍ସଟ ପ୍ଲେ କ'ଣ ଦେଇଛି? ଆକାଶର ବିପରୀତ ଶବ୍ଦ କ'ଣ? ଆକାଶ ପାତାଳ। ଉଠା କିପରି ସୃଷ୍ଟି ହେଇଛି? ଉଠୁ ଧାତୁ ସହିତ ଆ ପ୍ରତ୍ୟୟ ଯୋଗ ହେଇକି ଉଠା କୃଦନ୍ତ ପଦ ସୃଷ୍ଟି ହେଇଛି, ତ ଉଠୁ ଯୁକ୍ତ ଆ ଉଠା। ନେକ୍ସଟ ପ୍ଲେ କ'ଣ ଦେଇଛି? କିନ୍ତୁ କେଉଁ ପ୍ରକାର ଅବୟବ ଅଟେ? କିନ୍ତୁ ଶୁଣ, ଦୁଇଟି ଭାବନାକୁ ଅଲଗା ଅଲଗା ତାକୁ କରୁଛି, ତ ଏ କ'ଣ ବିଯୋଜକ, ଏକାଠି କଲେ ସଂଯୋଜକ। ଠିକ୍ ଅଛି। ନେକ୍ସଟ ପ୍ଲେ କ'ଣ ଦେଇଛି? ଦାନ ଶବ୍ଦର ବିପରୀତ ଶବ୍ଦଟି କିଏ? ଦାନ, ଦାନ ଦେବା ତାର ଗ୍ରହଣ କରିବା, ତ ଗ୍ରହଣ। ନେକ୍ସଟ ପବନର ଏକ ପ୍ରତିଶବ୍ଦ ବାଛ। ତ କ'ଣ? ବାୟୁ, ଅନଳ, ସମୀର, ସମୀରଣ ସବୁ କ'ଣ ପବନର ଉଦାହରଣ ଅଟେ। ହସ କେଉଁ ପ୍ରକାର ବିଶେଷ୍ୟ ପଦ? ହସ କହିଲେ କ'ଣ ଗୋଟେ କାର୍ଯ୍ୟ ବା ବ୍ୟାପକତାକୁ ବୁଝାଇଥାଏ, ମାନେ ବ୍ୟାପାରର ନାମକୁ ବୁଝାଇଥାଏ, ତ ଏଇଟା ଗୋଟେ କ'ଣ କ୍ରିୟାବାଚକ ଶବ୍ଦ ବିଶେଷ୍ୟ। ନେକ୍ସଟ କ'ଣ ଦେଇ? 24 ନମ୍ବର ପ୍ରଶ୍ନ। ଅନେକ ଛାତ୍ର ଆସନ୍ତି, ଏଠାରେ ଅନେକ କେଉଁ ପ୍ରକାର ବିଶେଷ୍ୟ? ଅନେକ କହିଲେ କ'ଣ ଗୋଟେ ଛାତ୍ରମାନଙ୍କର ସଂଖ୍ୟା ବା ବହୁତକୁ ସୂଚାଉଥାଏ, ତ ଅପସନ୍ ଏ ପରିମାଣବାଚକ ବିଶେଷ୍ୟକୁ ବୁଝାଉଛି। ନେକ୍ସଟ ପ୍ଲେ କ'ଣ ଦେଇଛି? ଯିଏ ଶବ୍ଦଟି କେଉଁ ପ୍ରକାର ସର୍ବନାମ? ଶୁଣ, ଯିଏ ଗୋଟେ ଆପେକ୍ଷିକ ସର୍ବନାମ। କାହିଁକି? ଏହିଟା ଗୋଟେ ବାକ୍ୟର ଦ୍ୱିତୀୟ ଅଂଶ ସହିତ ସମ୍ବନ୍ଧ ରଖିବାକୁ ଅପେକ୍ଷା କରିଥାଏ ନା ନାହିଁ? ଅପସନ୍ ସି। ବସା କେଉଁ ପ୍ରକାର କୃଦନ୍ତ? ବସା ବସିବାର କ୍ରିୟାକୁ ବୁଝାଇଛି ବା ଅବସ୍ଥାକୁ ସୂଚାଏ, ତ ଏଇଟା ଗୋଟେ ଭାବବାଚକ ବିଶେଷ୍ୟ। ନେକ୍ସଟ ପ୍ଲେ କ'ଣ ଦେଇଛି? ଉପସ୍ଥିତି ଶବ୍ଦଟିର ବିପରୀତ ଶବ୍ଦ କେଉଁଟା? ଉପସ୍ଥିତି ଅନୁପସ୍ଥିତ। ଅନୁପସ୍ଥିତି ମାରି ଆସିବନି, ଭୁଲ ହେଇଯିବ। ଅନୁପସ୍ଥିତ। ନେକ୍ସଟ ପ୍ଲେ କ'ଣ ଦେଇଛି? 28 ନମ୍ବର ପ୍ରଶ୍ନ। ଘର ଶବ୍ଦଟିର ପ୍ରତିଶବ୍ଦଟି କିଏ? ତରୁଣ ମାନେ ଗଛ, ବସୁଧା ମାନେ ପୃଥିବୀ, ନଦୀ ତ ନଦୀ, ଏଠି ନିକେତନ, ସଦନ, ଆଳୟ ସବୁ କ'ଣ ଘରର ପ୍ରତିଶବ୍ଦ ଅଟେ। ନେକ୍ସଟ ପ୍ଲେ କ'ଣ ଦେଇଛି? ଦଉଡ଼ି ଶବ୍ଦରେ କେଉଁ ପ୍ରତ୍ୟୟ ଅଛି? ଦଉଡ଼ି, ଦୌଡ଼ ଯୁକ୍ତ ଇ ଦଉଡ଼ି, ଇ ପ୍ରତ୍ୟୟ ହେଇଛି। ବିକାର ଶବ୍ଦରେ କେଉଁ ପ୍ରକାର ଉପସର୍ଗ ଲାଗିଛି? ବିକାର, ବି ଯୁକ୍ତ କାର, ବିକାର, ବି ଉପସର୍ଗ ଲାଗିଛି ଏଠି। ପଶୁ ଶବ୍ଦଟିର କେଉଁ ପ୍ରକାର ବିଶେଷ୍ୟ? ପଶୁ ଗୋଟେ ସାଧାରଣ ପ୍ରାଣୀର ଗୋଷ୍ଠୀକୁ ବୁଝାଏ, ତ ଏଇଟା ଗୋଟେ ଜାତିବାଚକ ବିଶେଷ୍ୟ। ନେକ୍ସଟ ପ୍ଲେ କ'ଣ ଦେଇଛି? 5ଟି ଆମ୍ବ ଦିଅ, ଏଠାରେ 5ଟି କେଉଁ ପ୍ରକାର ବିଶେଷଣ? 5ଟି ଗୋଟେ କ'ଣ ଗୋଟେ ସଂଖ୍ୟାବାଚକ ବିଶେଷଣ, ଗୋଟେ ନିର୍ଦ୍ଦିଷ୍ଟ ସଂଖ୍ୟାକୁ ବୁଝେଇଲା ସେଇଟା। ଏହି ବହିଟି ମୋର, ଏଠାରେ ଏହି ବହି କେଉଁ ପ୍ରକାର ସର୍ବନାମ? ଏହି ବହିଟି ମୋର, ଏହା ଗୋଟେ ନିର୍ଦ୍ଦେଶାତ୍ମକ ସର୍ବନାମକୁ ବୁଝେଇଲା, ତ ଅପସନ୍ ଡି। ସ୍ରଷ୍ଟା ଶବ୍ଦଟି କେଉଁ ଧାତୁରୁ ନିଷ୍ପନ୍ନ? ସ୍ରଷ୍ଟା କହିଲେ କ'ଣ? ଯେ ସୃଷ୍ଟିକର୍ତ୍ତା। ସୃଜ୍ ଧାତୁ ସହିତ ସୃଷ୍ଟି ବା ସ୍ରଷ୍ଟା ଶବ୍ଦଟି ଗଠିତ ହୋଇଥାଏ ନା ନାହିଁ? ତ ଅପସନ୍ ଡି। ପାରଳା ଖେମୁଣ୍ଡି କେଉଁ ପ୍ରକାର ବିଶେଷ୍ୟ?
ପାରୁଳାଖେମୁଣ୍ଡି ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନ ବା ସହରର ନାମକୁ ବୁଝାଏ। ତ ସଂଜ୍ଞାବାଚକ ବିଶେଷ୍ୟ, ସଂଜ୍ଞାବାଚକ ଯାହା ନାମବାଚକ ସେଇଆ। 36 ନମ୍ବର ପ୍ରଶ୍ନ ପିଲା କ'ଣ ଦେଇଛି, ହେଲେ କେଉଁ ପ୍ରକାର ଅବୟ ଅଟେ? ଦୁଇଟା ଅଂଶକୁ ସେ ପୃଥକ କରୁଛି। ତ ଅପସନ୍ ବି ବିଯୋଜକ ଅବୟ। ମହାପାତ୍ର ଶବ୍ଦଟି କିପରି ଗଠିତ ହେଇଛି? ମହାପାତ୍ର, ମହତ ଯୁକ୍ତ ପାତ୍ର, ମହାପାତ୍ର ନା ନାଇଁ, ମହାପାତ୍ର ମହାଯୁକ୍ତ ପାତ୍ର। ନେକ୍ସଟ ପ୍ଲେ କ'ଣ ଦେଇଛି, ଦୟାର ବିପରୀତ ଶବ୍ଦ କ'ଣ? ନିର୍ଦ୍ଦୟ। ରବିର ପ୍ରତିଶବ୍ଦ ବାଛ। ରବି କହିଲେ କ'ଣ? ଦିନକର, ରବି, ମାର୍ତ୍ତଣ୍ଡ, ସୂର୍ଯ୍ୟ ସବୁ ରବିର ପ୍ରତିଶବ୍ଦ ଅଟେ ନା ନାଇଁ, ମିହିର। ନେକ୍ସଟ ପ୍ଲେ କ'ଣ ଦେଇଛି 40 ନମ୍ବର ପ୍ରଶ୍ନ, ପ୍ରମାଣ ଶବ୍ଦରେ କେଉଁ ଉପସର୍ଗ ବ୍ୟବହାର ହେଇଛି? ପ୍ରମାଣ, ପ୍ର ଉପସର୍ଗ ବ୍ୟବହୃତ ହେଇଛି ଏଥିରେ। ପାଣି ଶବ୍ଦଟିର କେଉଁ ପ୍ରକାର ବିଶେଷ୍ୟ ଅଟେ? ପାଣି ଗୋଟେ ନିର୍ଦ୍ଦିଷ୍ଟ ପଦାର୍ଥ ବା ବସ୍ତୁକୁ ବୁଝାଏ। ତ ବସ୍ତୁବାଚକ ବିଶେଷ୍ୟକୁ ପାଣି ବୋଲି ବିଶେଷ୍ୟ କୁହାଯାଏ। ଗ୍ରାମ୍ୟ ଶବ୍ଦଟି କିପରି ଗଠିତ ହୁଏ? ଗ୍ରାମ ଯୁକ୍ତ ଜ ହେଉଛି ଗ୍ରାମ୍ୟ, ଗ୍ରାମ ଯୁକ୍ତ ଜ। ରାମ ଗଛକୁ ଚଢ଼ୁଛି, ଏଠାରେ ଚଢ଼ୁଛି ଗୋଟେ କି ପ୍ରକାର କ୍ରିୟା? ଗୋଟେ କାମକୁ ସମ୍ପୂର୍ଣ୍ଣ ରୂପେ ବାକ୍ୟର ଅର୍ଥକୁ ସେ ବୁଝେଇଲା। ତ ଏହା ଗୋଟେ ସମାପିକା କ୍ରିୟାର ଉଦାହରଣ ଅଟେ। ନିମ୍ନର ବିପରୀତ କ'ଣ? ନିମ୍ନର ଉଚ୍ଚ। ନେକ୍ସଟ କ'ଣ ଦେଇଛି, ବସୁମତୀ କାହାର ପ୍ରତିଶବ୍ଦ? ବସୁମତୀ କହିଲେ କ'ଣ? ବସୁଧା, ବସୁମତୀ, ବସୁନ୍ଧରା, ମେଦିନୀ, ଅବନୀ, ପୃଥିବୀର ସବୁ ଯାକ ପ୍ରତିଶବ୍ଦ ଅଟେ। ନେକ୍ସଟ ପ୍ଲେ କ'ଣ ଦେଇଛି, ପଶ୍ଚିମା ଶବ୍ଦଟି କିପରି ଗଠିତ ହୋଇଥାଏ? ପଶ୍ଚିମା, ପଶ୍ଚିମ ଯୁକ୍ତ ଆ ପଶ୍ଚିମା, ଅପସନ୍ ସି। ସଂହାର ଶବ୍ଦରେ କେଉଁ ଉପସର୍ଗ ଅଛି? ସମ୍ ହାର, ସଂହାର ନା ନାଇଁ, ତ ସମ୍ ଉପସର୍ଗ ରହିଛି। ଆହେ କେଉଁ ପ୍ରକାର ଅବୟ? ଆହେ ଗୋଟେ ସମ୍ବୋଧନ ସୂଚକ ଅବୟ ଯାହାକୁ ଡାକିବା ପାଇଁ ବ୍ୟବହୃତ କରାଯାଏ, ଅପସନ୍ ସି। ବିଶ୍ୱାସର ବିପରୀତ କ'ଣ? ଅବିଶ୍ୱାସ। ଭବିଷ୍ୟତ କେଉଁ ପ୍ରକାର କାଳ? ଭବିଷ୍ୟତ କହିଲେ କ'ଣ? ଗୋଟେ କ୍ରିୟା ବା କାଳକୁ ବୁଝାଇଥାଏ। ତ ଅପସନ୍ ଏ। ପ୍ରତ୍ୟୁଷ ଶବ୍ଦର ସଠିକ ସନ୍ଧି ବିଚ୍ଛେଦ କୋଉଟା? ପ୍ରତି ଯୁକ୍ତ ଉଷ, ପ୍ରତ୍ୟୁଷ। ଇ ଆଉ ଉ ମିଶିକି ୟୁ ହୁଏ ନା ନାଇଁ। ନେକ୍ସଟ ପ୍ଲେ କ'ଣ ଦେଇଛି, ବୀଣା ପାଣି କେଉଁ ପ୍ରକାର ସମାସ? ଯେଉଁ ସମାସରେ ସମସ୍ୟମାନ ପଦର ମାନଙ୍କର ଅର୍ଥକୁ ନ ବୁଝାଇ ଅନ୍ୟ ଗୋଟେ ସ୍ୱତନ୍ତ୍ର ଅର୍ଥକୁ ବୁଝାଏ ତାକୁ କ'ଣ କୁହାଯାଏ? ବହୁବ୍ରୀହି ବୋଲି କୁହାଯାଏ। ତ ବୀଣା ପାଣି କିଏ? ସରସ୍ୱତୀକି ବୁଝାଇଲା। ତ ସମ୍ପୂର୍ଣ୍ଣ ଗୋଟେ ନୂତନ ଅର୍ଥରକୁ ବୁଝେଇଲା। ତ ଏଇଟା ଗୋଟେ କ'ଣ ହେଲା, କି ପ୍ରକାର ସମାସ? ବହୁବ୍ରୀହି ସମାସ, ଅପସନ୍ ସି। ନେକ୍ସଟ ପ୍ଲେ କ'ଣ ଦେଇଛି, ଶ୍ରବଣ ଶବ୍ଦଟି କିପରି ଗଠିତ ହୋଇଥାଏ? ଶ୍ରୁ ଯୁକ୍ତ ଅନ, ଶ୍ରବଣ। ଶ୍ରୁ ଗୋଟେ ଧାତୁ, ଅନ ଗୋଟେ କୃତ୍ ପ୍ରତ୍ୟୟ ମିଶିକି କ'ଣ ହେଲା? ଶ୍ରବଣ ହେଲା। ନେକ୍ସଟ ପ୍ଲେ କ'ଣ ଦେଇଛି, ପାଞ୍ଚଜନ୍ୟ ଶବ୍ଦଟିରେ କେଉଁ ତଦ୍ଧିତ ପଦ ଲାଗିଛି? ପାଞ୍ଚଜନ୍ୟ, ୟ ପ୍ରତ୍ୟୟ ଲାଗିଛି। ସେ ଗଲେ ମୁଁ ଯିବି, ଏଠାରେ କେଉଁ ପ୍ରକାର ବାକ୍ୟ? ଏଥିରେ ଗୋଟେ ପ୍ରଧାନ ବାକ୍ୟ ଆଉ ଗୋଟେ ଅମିଶ୍ରିତ ଉପବାକ୍ୟ ରହିଛି। ତାକୁ କ'ଣ କହନ୍ତି? ଜଟିଳ ବାକ୍ୟ ବୋଲି କୁହାଯାଏ। ଦୂରବସ୍ଥା ସଠିକ ସନ୍ଧି କ'ଣ? ଦୁହୁ ଅବସ୍ଥା, ଦୂରବସ୍ଥା। ଉପକୂଳ କେଉଁ ପ୍ରକାର ସମାସ? ଉପକୂଳ ସମୀପ ଅର୍ଥରେ ବ୍ୟବହାର କରାଯାଏ। ତ ଏଇଟା ଗୋଟେ ଅବୟଭାବ ସମାସ ଅଟେ। ଦାୟକ ଶବ୍ଦଟିର ଧାତୁର ନିଷ୍ପନ୍ନ କୋଉଟା? ଦା ଧାତୁରେ ଅକ ପ୍ରତ୍ୟୟ ମିଶିକି ଗାୟକ ହେଇଥାଏ, ଦାୟକ, ଦା। ନେକ୍ସଟ ପ୍ଲେ କ'ଣ ଦେଇଛି, ପାତ୍ୟ ଶବ୍ଦଟିରେ କେଉଁ ପ୍ରତ୍ୟୟ ରହିଛି? ପାତ୍ୟ, ପତ ଧାତୁରେ ଣ୍ୟ ପ୍ରତ୍ୟୟ ଯୋଗ ହେଇ ପାତ୍ୟ ହେଇଛି, ଣ୍ୟ, ଅଣରେ ଝିଅ ଫଳା। ରାତ୍ରର ସଠିକ ପ୍ରତିଶବ୍ଦଟି କିଏ? କ୍ଷପା, ଶବରୀ, ତ୍ରିଜାମା ଏସବୁ ରାତ୍ରିର ସଠିକ ପ୍ରତିଶବ୍ଦ ଅଟେ। ହଁ,
प्रत्युपकार शब्दटी क्यों उपसर्ग रही प्रति उपकार हूँ प्रत्युपकार तो दुईटी उपसर्ग मिश्रण रे सृष्टि होती। कालिदास को भारतर शेक्सपियर बोली कहुए। शेक्सपियर क्यों प्रकार विशेष्य जाति की बुझेगा जड़े भल व्यक्तिर नाम को तुलना अर्थ में यहाँ व्यवहार करागला। तो ऑप्शन ए। उन्मत्त सठिक संधि विच्छेद कौटा उनु उत युक्त मत उन्मत्त त परे म हेले सेटा त हुए त सॉरी माने डी। यथाशक्ति क्यों प्रकार समास। यथाशक्ति कहले कौन शक्ति को अतिक्रम न करी यथाशक्ति ना नहीं यहाँ गोटे अव्ययीभाव समास अटे। नेक्स्ट प्ले कौन देखिए मुर्मूषा रो अर्थ कौन मरिबा को इच्छा करता व्यक्ति को कौन कहती मुर्मूषा। द्राघिमा शब्दटी क्यों प्रकार प्रत्यय सृष्टि। द्राघिमा दीर्घ समय शब्द रे इमन प्रत्यय जोग हो द्राघिमा होता है तो ये इमन है इमन। व्यर्थ शब्दर सठिक संधि विच्छेद किए व्यर्थ बी युक्त अर्थ व्यर्थ ऑप्शन सी। अहिनकुल क्यों प्रकार समास उदाहरण अटे। अहिनकुल कहले कौन द्वंद्व समास दीटा पदर प्राधान्य एठी अच्छी उभय पदर ठीक अच्छी। कुधर कहार प्रतिशब्द अटे। कुधर कु माने पृथ्वी धर माने धरी व्यक्ति बा पहाड़ को कुधर बा महिधर बोली कहुए। तो ऑप्शन बी। सैन्य शब्दटी क्यों किपरि गठित हुए। सेना युक्त ज सैन्य। भिकारीटी दुआरे दुआरे बुलीची एठारे दुआरे दुआरे शब्द की प्रकार विभक्ति की बुझेब गोटे व्याप्ति अर्थ रे बुझाऊँगी। तो घर घर बुलवा को द्विरुक्ति सप्तमी विभक्ति होता है। निश्चलर सठिक संधि विच्छेदटी कौटा निहि युक्त चल निश्चल विसर्ग परे च छ रहिले विसर्ग स्थान रे तालबेश होता है। नेक्स्ट प्ले कौन देखिए उपनदी क्यों समास अटे। उपनदी कौन नदीर सदृश बा क्षुद्र जहाँ अर्थ रे उप अव्यय पद व्यवहार होता है ताको कौन कहते ऑप्शन डी अव्ययीभाव समास बोली कहुए। लघिमा शब्दर विपरीत शब्द कौटा लघिमा लघुरु लघिमा गुरुरु गुरुमा गारिमा होता तो गारिमा। नेक्स्ट प्ले कौन देखिए 75 सुधांशु कहार प्रतिशब्द। सुधांशु कहार सुधा कहले अमृत जार अंश कहले किरण रे थाए सी होची किए चंद्र सुधांशु। नेक्स्ट प्ले कौन देखिए दुर्ग क्यों संधिर उदाहरण। दुर्ग कहले कौन दुहु युक्त ग दुर्ग विसर्ग संधि। पंकज क्यों प्रकार समाज। दीपी एंट्रांस सब्सक्राइब करंतु पिला माने। पंकज कहले कौन पंकरु जात पंकज ऑप्शन डी। कृतज्ञर विपरीत शब्द कौन कृतघ्न। बासव कहार प्रतिशब्द बासव कहले किए इंद्र। परिवार संधि विच्छेद को परिब्रू परिवार परिब्रू दर्पण शब्द रे क्यों प्रत्यय रही दर्पण अणमार दी आसबनी दर्पण द्रु युक्त अन्न दर्पण अन्न प्रत्यय लगी। महात्मा क्यों समास महात्मा महत अटे जो आत्मा महात्मा ताले विशेष विशेषण पदर मिलन बा कर्मधारय समास बोली या कहुए। पद्मनाभ क्यों समास अटे। पद्मनाभी रे जହାର से विष्णु गोटे संपूर्ण नूतन नाम को बुझेला ताको कौन कहती बहुब्रीहि समास बोली कहुए। गोटे कहूँ तुमको तरंगिणी कहार प्रतिशब्द नदी तटिनी तरंगिणी स्वतस्विनी ये कहार नदीर प्रतिशब्द अटे। नेक्स्ट प्ले कौन देखिए 85 अल्पर विपरीत कौन अल्पर बहुत।
जन्माष्टमी केउं समास जन्म रूपक अष्टमी तिथि जन्माष्टमी मध्यपदटा को टोटाली ओमिट करदेला सी मध्यपद लोपी कर्मधारय। नेक्स्ट प्ले कौन देछि वनस्पति केउं संधिर उदाहरण वनस्पति जो संधि रे कौनसी साधारण व्याकरण नियम मानि न थाए ता सिद्ध हुए ताको कौन कहते निपातन संधि बेली कहा जाए ऑप्शन बी। पद्युम्न शब्द रे केउंटी उपसर्ग रहिछि प्र युक्त द्युम्न प्रद्युम्न ता प्र उपसर्ग भाबे काम करूछि एठारे। नेक्स्ट पे कौन देछि 89 रथारूढ़ केउं समास रथारूढ़ रथ को आरूढ़ बा टी को द्वारा पई रु र रे टी को द्वितीय विभक्ति तृतीय तत्पुरुष समास सॉरी। नेक्स्ट प्ले कौन देछि 89 90 हरिणर सठिक प्रतिशब्द बाछ हरिण मृग सारंग कुरंग हेउछि कोन हरिणर सठिक प्रतिशब्द अटे। नेक्स्ट प्ले कौन देछि जलद केउं समास जलद जल दिए जे जलद उपपद तत्पुरुष समास। नेक्स्ट प्ले कौन देछि उत्सुकर विपरीत शब्दटी कौन उत्साह बा आग्रह नथिबा अवस्था को निरुत्सुक बोली कहंती तो उत्सुक निरुत्सुक। नेक्स्ट प्ले कौन देछि कालीमा शब्दटी किपरि गठित होइताए काली कला युक्त इमन कालीमा भलसे बुझ प्ले कला युक्त इमा मार दिया आसो बुली जो कला विशेषण रे इमन प्रत्यय मिसिकी कालीमा गठित होइछि। पवन शब्दर सठिक संधि विच्छेद कौन पो युक्त अन पो युक्त अन पवन। श्रृंखला शब्द रे केउं प्रत्यय लागिछि श्रृंखला शब्द रे इत प्रत्यय जोगई श्रृंखलित होइछि ठीक अछि इत। निषार्ध केउं समास निषार्ध कहले कौन निसार अर्ध निषार्ध टी को द्वारा पई रु र षष्ठी तत्पुरुष समास। नेक्स्ट प्ले कौन देछि 97 वसुधा काहार शब्द वसुधा धरिणी धरित्री वसुंधरा काहार सब पृथ्वीर प्रतिशब्द अटे। अलसुआर विपरीत कौन अलसुआ कर्मठ परिश्रमी जे काम को भय करे नाही। नेक्स्ट प्ले कौन देछि 99 संवाद शब्दटी किपरि सृष्टि होइताए समवाद संवाद म परे ब रहिले म तरे हलंत स्थान अनुसार होइताए। नेक्स्ट प्ले कौन देछि लास्ट प्रश्न बो केउं प्रकार शब्द गोटे आम ओडिशावासी निजस्व सामाजिक व्यवहारकृत शब्द यहाँ देशज शब्द तो माँ कथा उठले माँ कथार लाइक शेयर सब्सक्राइब हो जाओ डिपेंट्रांस को फॉलो हो जाओ जहाँफल आम आगू ये नुआ नुआ क्लास करने प्रोत्साहन पाइबू। एतिके रही जगन्नाथ जय मां मंगला।